ବୋଉ କହିଥିଲା ଏଥର ରଜରେ ନୂଆ ଡ୍ରେସ୍ କିଣିଦେବ। ବାପା ବି ତ କହିଥିଲା ବଢ଼ିଆ ଡ୍ରେସ୍ ଆଣିବ, ଦେଖିଲେ ଆଖି ଲାଖିଯିବ। କାହିଁ ରଜ ତ ଆସିଲା, ଡ୍ରେସ୍ ତ ଦୂରର କଥା, ନା ଆସିଲା କାହାର ବୋଉ କି ବାପା। ରଜରେ କିଏ ଦୋଳିରେ ଝୁଲୁଛି ତ ଆଉ କିଏ ରଜ ପିଠା ପାନ ଖାଇ ନୂଆ ଡ୍ରେସ୍ ପିନ୍ଧି ମଉଜ କରୁଛି। ହେଲେ ସେତିକିବେଳେ ଏ ଦୁଇଜଣ ନାବାଳିକା ମନ ମାରି ବସିଥାନ୍ତି ଦୋଳି ଖେଳ ପାଖରେ। କ'ଣ କରିଥିଲେ କେଜାଣି, ଏମାନଙ୍କ ପାଇଁ ରଜ ଆଜି ସାତ ସପନ ହୋଇଯାଇଛି। ପିଲା ଦୁଇଟି ଛୋଟ ନାବାଳିକା, ହେଲେ ତାଙ୍କ ମୁଣ୍ଡ ଉପରେ ବଜ୍ର ପଡ଼ିଛି ବହୁତ ବଡ଼। ଆସନ୍ତୁ ଜାଣିବା ଏମାନଙ୍କ ଜୀବନ ଆକାଶରେ ଘୋଟିଥିବା ଘନ ଅନ୍ଧକାରର ଦୁଃଖ କାହାଣୀ। ଭୁବନେଶ୍ୱର ଚାଇଲ୍ଡ ଲାଇନ୍ ଦେଇଥିବା ସୂଚନା ଅନୁସାରେ ଏହି ଦୁଇ ନାବାଳିକା ହେଉଛନ୍ତି ଯାଜପୁର ଜିଲ୍ଲା ଜାରଖା ଅଞ୍ଚଳର ମିଲି ଆଉ ଲିସା। ମିଲିକୁ 13 ବର୍ଷ ଆଉ ଲିସାକୁ 10 ବର୍ଷ ବୟସ। ଏମାନଙ୍କ ମଧ୍ୟରୁ ବଡ଼ ଜଣକ 5 ବର୍ଷ ତଳୁ ଆସିଥିଲା ବେଳେ ଅନ୍ୟ ଜଣେ ଏହି 3-4 ବର୍ଷ ପୂର୍ବରୁ ଭୁବନେଶ୍ୱରକୁ ଅଣାଯାଇଥିଲା। ଆପଣ ଭାବୁଥିବେ ଏମାନେ କେଉଁଠି ପାଠ ପଢ଼ିବେ, କିନ୍ତୁ ନା, ପାଠ ପଢ଼ା କି ନିଜ ଜୀବନ ଗଢ଼ିବା ପାଇଁ ନୁହେଁ। କାହିଁକି ଅଣାଯାଇଥିଲା ଏମାନଙ୍କୁ ଜାଣିଛନ୍ତି? ଚାଇଲ୍ଡ ଲାଇନ୍ ସୂଚନା ଅନୁସାରେ ଏମାନେ ଇନ୍ଫୋସିଟି ଥାନା ଅଞ୍ଚଳରେ ଥିବା ତ୍ରିଭୁବନ ମଣି ଟାୱାର ପରିସରସ୍ଥିତ ସଦାଶିବ ଟାୱାରର ଏକ ଦମ୍ପତିଙ୍କ ଘରେ କାମ କରିବାକୁ ଆସିଥିଲେ। ସେମାନଙ୍କ ଛୋଟ ଛୋଟ ପିଲା ଥିବାରୁ ଏହି ଦୁଇ ନାବାଳିକା ଯତ୍ନ ନେବା ସହ ଘର କାମ କରୁଥିଲେ। ଏହି ନାବାଳିକାମାନଙ୍କ ମଧ୍ୟରୁ ବଡ଼ ଝିଅଟିର ବାପା ନାହାନ୍ତି, ଆଉ ଛୋଟ ଝିଅଟିର ମା ନାହିଁ। ତେବେ ଅଭିଯୋଗ ଅନୁଯାୟୀ ମାଲିକ ମାଲିକାଣୀ କୁଆଡ଼େ ଅନେକ ସମୟରେ ଏମାନଙ୍କୁ ଛୋଟ ଛୋଟ କଥାରେ ମାରଧର କରୁଥିଲେ। ଶୁକ୍ରବାର ଦିନ ସେମିତି ତରକାରୀରେ ଲୁଣ ପଡ଼ିନଥିବାରୁ ବହୁତ ବାଡ଼େଇଥିଲେ ମାଲିକାଣୀ। ତେବେ ସେଠାରୁ ଦୁଇଜଣ ନାବାଳିକା କୌଣସି ପ୍ରକାରରେ ଖସି ଆସି ମଞ୍ଚେଶ୍ୱର ଅଞ୍ଚଳରେ ଗୋଟିଏ ପୋଲ ତଳେ ଭୟରେ କାନ୍ଦୁଥିଲେ। ଚାଇଲ୍ଡ ଲାଇନ୍ ସଦସ୍ୟ ସେମାନଙ୍କୁ ଉଦ୍ଧାର କରିବା ସହିତ ସେମାନଙ୍କୁ ରଖିଥିବା ଦମ୍ପତିଙ୍କ ନାମରେ ଇନ୍ଫୋସିଟି ଥାନାରେ ଏତଲା ଦେଇଥିଲେ। ଏହି ନାବାଳିକା ଦୁଇଜଣ ଉଦ୍ଧାର ହେବା ପରେ ସେମାନଙ୍କୁ ସୁରକ୍ଷିତ ଭାବେ ରଖାଯାଇଛି। କାଲି ଆମକୁ ଜଣେ ଭଦ୍ର ବ୍ୟକ୍ତି କଲ୍ କରି କହିଲେ ଆମର ପଳାଶୁଣି ଓଭରବ୍ରିଜ ଯୋଉ ସେଇଠି 2 ଜଣ ଛୋଟ ପିଲା, ଜଣେ 9 ବର୍ଷର ଅଛି ଆଉ ଜଣେ 13 ବର୍ଷର ଅଛି। 2 ଜଣ ପିଲା ବସିକିରି ଅନ୍ଧାର ଜାଗାରେ ବସି କାନ୍ଦୁଛନ୍ତି। ତ ଆମକୁ ଏ କଲ୍ ଆସିଲା ପରେ ଆମେ ସେଠି ଯାଇ ପହଞ୍ଚିଲୁ। ପହଞ୍ଚିକି ଦେଖିଲା ପରେ ବି ଘଟଣା ସତ୍ୟ ଥିଲା। ତ ତାଙ୍କୁ ପିସିଆର ଡାକିକିରି ତାକୁ ମଞ୍ଚେଶ୍ୱର ଥାନାକୁ ନେଇଯାଇଥିଲୁ। ମଞ୍ଚେଶ୍ୱର ଥାନାରେ ନେଇ ତାଙ୍କୁ ବସେଇଥିଲୁ। ତାଙ୍କୁ ପଚରା ପଚରି କଲା ପରେ ସେ ପିଲା 2 ଜଣ ଆମକୁ କହିଥିଲେ ସେମାନେ ଯୋଉ ମଣି ତ୍ରିଭୁବନ ଗୋଟେ ଆପାର୍ଟମେଣ୍ଟ ଅଛି, ସେଇଠି ଗୋଟେ ମାଲିକ ଘରେ ରହି 2 ଜଣ ଯୋଉ ପିଲା ତାଙ୍କ ଘରର କାମ କରୁଥିଲେ। ତ ସେ 13 ବର୍ଷର ଯୋଉ ଝିଅଟି ସିଏ ତାଙ୍କର ରୋଷେଇ ବାସ ସବୁ କରୁଥିଲା। ଆଉ ଗୋଟେ 9 ବର୍ଷର ଯୋଉ ଝିଅଟି ତାଙ୍କର 2 ଜଣ ବେବି ଥିଲା, ତାଙ୍କର କେୟାର ନେଉଥିଲା। ତ ତାପରେ ଆମେ ପଚାରିଲୁ ତମେ କ'ଣ ପାଇଁ ସେଠୁ ବାହାରିକି ପଳେଇ ଆସିଲ, କ'ଣ ଅସୁବିଧା ହେଲା? ତ ସେ ପିଲାମାନେ ଆମକୁ କହିଥିଲେ ଯେ ସେ ମାଲିକାଣୀ ଯିଏ ଜ୍ୟୋତିର୍ମୟୀ ଜେନା, ସେ ମ୍ୟାଡାମ ଆମକୁ ବହୁତ ବାଡିଆବାଡି କରନ୍ତି, ଖାଇବା ପିଇବା ପାଇଁ ପ୍ରୋବ୍ଲେମ କରନ୍ତି। ତ ସେଥିପାଇଁ ଆମେ ସିଏ ସନ୍ଧ୍ୟାବେଳେ କୋଉଠି ବସିଥିଲେ ଘର ଭିତରେ କୋଉଠି ଥିଲାବେଳେ ଆମେ ଲୁଚିକିରି ସେଠୁ ଭାଗିକିରି ପଳେଇ ଆସିଥିଲୁ। ତ କୁଆଡେ ଯିବୁ ଆମେ ବାଟ ଜାଣିନୁ, ସେଥିପାଇଁ ଅନ୍ଧାର ଜାଗାରେ ବସି ଆମେ କାନ୍ଦୁଥିଲୁ। ତ ସେ ଖବର ପାଇକିରି ଆମେ ତ CWC ଜଣେଇଥିଲୁ। ଆଉ ତ କାଲି ଆପରେ ଆମେ ମଞ୍ଚେଶ୍ୱର ଥାନାରେ ଯେତେବେଳେ ଥିଲୁ, ପୋଲିସ ବି ଏତେ, ଆମେ ରାଜଧାନୀରେ କାମ କରୁଛେ, ପୋଲିସ କିନ୍ତୁ ଆମକୁ ଏତେ ହଇରାଣ କଲା। ତ ମଞ୍ଚେଶ୍ୱର ପୋଲିସ କହିଲା ସେଇଟା ଆମ ଏରିଆରେ ଯିବନି। ଆଉ ତ ତାଙ୍କ ପିସିଆର ଡାକିକିରି ସେତେବେଳକୁ 12ଟା 12:30 ରାତି ହେଇଥିଲା। ତାଙ୍କ ପିସିଆର ଡାକି ଆମକୁ ପଠେଇଦେଲା ଇନ୍ଫୋସିଟି ଏରିଆକୁ। ଇନ୍ଫୋସିଟି ଏରିଆରେ ଗଲାବେଳକୁ ତାଙ୍କର ଜଣେ DCO ସାର୍ ଥିଲେ। ସେ DCO ସାର୍ କହିଲେ ମ୍ୟାଡାମ ଆମେ ରିପୋର୍ଟ ଫିପୋର୍ଟ ରଖିବୁନି, ଲେଖା ଫେଖା ଆମେ କିଛି ରଖିବୁନି, ଆପଣ ଯାଆନ୍ତୁ ସେଠି ସ୍ପଟ୍ ଆଗ ଇନକ୍ୱାରି କରିବେ। ତ ସେ ସ୍ପଟ୍ ବି ଯାଇ ଆମେ କହିଲୁ ଠିକ ଅଛି ସାର୍ ଆସନ୍ତୁ ଆମ ସହ। ତ ଯାଇ ସ୍ପଟ୍ ଇନକ୍ୱାରି କଲୁ, ସେଇଟା ବି ସେଇ ଇନ୍ଫୋସିଟି ଥାନାରେ ଯାଉଛି। ପୁଣି ତାଙ୍କ ପିସିଆର ଆଣି ଆମକୁ ମଞ୍ଚେଶ୍ୱରରେ ଛାଡ଼ିଲା। ତାପରେ ଆମେ ଏଇ ପିଲା 2 ଜଣଙ୍କୁ ଗୋଟେ ଓପନ ସେଲ୍ଟର ହୋମରେ ରଖିଛୁ। ତ ପିଲାର ତ ହାତ ସାରା ସବୁ ଟିକେ ଦାଗ ହେଇଯାଇଛି। ତାକୁ ଯୋଉ 13 ବର୍ଷର ଝିଅଟାକୁ ମାସକୁ 1000 ଟଙ୍କା ଦଉଥିଲେ, ଆଉ ଯୋଉ ସାନ ଝିଅଟା ଥିଲା 9 ବର୍ଷର ତାକୁ ମାସକୁ 500 ଟଙ୍କା ପେମେଣ୍ଟ କରୁଥିଲେ। ଗତକାଲିର ଘଟଣା ବହୁତ ଗୋଟେ ନିନ୍ଦନୀୟ ଘଟଣା। ଯେହେତୁ ଆମେ କାଲି ଇନଫର୍ମେସନ ପାଇଲୁ ଯେ 2ଟା ନାବାଳିକା ଝିଅ ଆସିକି ପଳାଶୁଣି ଓଭରବ୍ରିଜ ତଳେ କାନ୍ଦୁଛନ୍ତି। ତାପରେ ସେଟାକୁ ଜଣା ପଡିଲେ ଆମର ତଳେ ଟିମ୍ ସେଠିକୁ ଗଲେ, PCR ନେଇକି ସେଠି ରେସ୍କ୍ୟୁ ହେଲା। ତାଙ୍କର ଯୋଉ କ୍ଷତ ବିକ୍ଷତ ଚିହ୍ନ ଗୁଡାକ ହାତ ଗୋଡରେ ସବୁ ଦେଖିଲୁ,
ଏଇଟା ବହୁତ ନିନ୍ଦନୀୟ ଘଟଣା କାହିଁକିନା ଆମେ ବହୁତ ସାରା ଆୱାରନେସ୍ କରୁଛୁ ଭୁବନେଶ୍ୱରରେ ଆଉ ସବୁ ଯାକ ଏଜୁକେଟେଡ୍ ଲୋକ ଏଇଠି ରହୁଛନ୍ତି କିନ୍ତୁ ଏତେ ସାରା ଆୱାରନେସ୍ ହେଲା ପରେ ମଧ୍ୟ ସେମାନେ ପିଲାମାନଙ୍କୁ ଆଣିକି ତାଙ୍କର ଡୋମେଷ୍ଟିକ ଚାଇଲ୍ଡ ଲେବର ହିସାବରେ ରଖୁଛନ୍ତି ଭୁବନେଶ୍ୱରରେ। ଆଉ ବହୁତ ଦୁଃଖ କଥା ହେଲା ପୋଲିସ ସେଇଠି ମାନେ ଟିକେ କାଲି ଇନକୋପରେଟ୍ କଲେ, ଆମକୁ କୋପରେଟ୍ କରିଥିଲେ ହୁଏତ ଆମେ କେସ୍ଟା ବହୁତ ଜଲ୍ଦି କରିଥାନ୍ତୁ। ପିଲାଙ୍କୁ ଆମେ ନେଇକି ପିସିଆର ସହିତ ବୁଲୁଛୁ ରାତି 2ଟା 3ଟା ହେଲା କିନ୍ତୁ ସେମାନେ ବେଶୀ କେହି କୋପରେଟ୍ କରିନଥିଲେ ଆମ ଷ୍ଟାଫ୍ ମାନଙ୍କୁ, ତ ସେଇଟା ଗୋଟେ ପ୍ରକାର ଇନକୋପରେଟ୍ କହିଲେ ଚଳେ। ଆଉ ସେମାନେ 2ଟା ଯାକ ଝିଅ ଯାଜପୁରରେ ତାଙ୍କ ଘର, ସେମାନେ ଟ୍ରାଫିକିଂ ହେଇକି ଆସିକି ଭୁବନେଶ୍ୱରରେ କାମ କରୁଛନ୍ତି ଆଜ ଏ ଚାଇଲ୍ଡ ଲେବର। ଆଉ ସେମାନେ ଆଦିବାସୀ ପିଲା, ଯେହେତୁ ସେମାନେ ନିରୀହ ଶିଶୁ ଆଉ ସେମାନେ ଏତେ ବି ପାଠ ପଢି ନାହାନ୍ତି, ଜଣେ କହୁଛି ମୁଁ ଛୋଟରୁ ଆସିକି ଅଛି ଆଉ ଜଣେ କହୁଛି ମୁଁ 7-8 ବର୍ଷ ହବ ଆସିକି ଅଛି। ତ ଏଇ ଯୋଉ ଛୋଟ ପିଲାଙ୍କୁ ଆଦିବାସୀ ପିଲାଙ୍କୁ ଏମାନେ ଆଣିକି ଟର୍ଚର କରୁଛନ୍ତି ଏଜୁକେଟେଡ୍ ମାସ୍, ତ ଏଇଟା ଗୋଟେ ପ୍ରକାର ବଡ ନିନ୍ଦନୀୟ ଘଟଣା ଭୁବନେଶ୍ୱରରେ କହିଲେ ଚଳେ। ଆଉ 13 ତାରିଖରେ 2ଟା ଝିଅ ତା ଘରେ କାମ କରୁଛନ୍ତି ଯେ ଏମିତି ତାକୁ ବାଡିଆଡି କରିଛନ୍ତି, ଟିକେ ଟିକେ ମିଷ୍ଟେକ ରେ ତାଙ୍କୁ ବାଡିଆଡି କରିଛନ୍ତି, ତରକାରୀ ଲୁଣ କାହିଁ ଲାଗିଗଲା, ତୁ ମୋ ଛୁଆର କେୟାର ନେଇପାରୁନୁ। ଯୋଉ କୌଣସି ଶିଶୁଟି ସେ ଖେଳିବା ବୁଲିବା କଥା ସେଇ ସମୟରେ ଯୋଉ ଭଳିଆ କାମ କରୁଛନ୍ତି, ମାର୍କେଟ ଆସୁଛନ୍ତି, ଗୋଟେ ଭଲ ଅବସ୍ଥାରେ ଯାଉଛନ୍ତି ମାର୍କେଟ କରିବାକୁ ଆସୁଛନ୍ତି। ଯଦି ଆମେ ଆଉ କିଛି ସମୟ ଡେରି କରିଥାନ୍ତୁ ଗୋଟେ ବିଘଟଣ ଘଟି ଯାଇଥାନ୍ତା, କି କାହିଁକିନା ସେ ଜାଗାଟା ହଉଛି ଗୋଟେ ଆଣ୍ଟି ସୋସିଆଲ ୱାର୍କ ମାନଙ୍କର ଗୋଟେ ଜାଗାଟା, ଅନ୍ଧାର ଜାଗାଟା ପୁରା। ଆଉ ଏବେ ଟିନ୍ ଏଜ୍ ଝିଅଟା ହେଇଗଲାଣି, 13 ବର୍ଷ ଝିଅଟା, ଆଉ ଟିକେ ନାଉ ଡେରି କରିଥିଲେ ଗୋଟେ କଣ ଇସ୍ୟୁ ହେଇପାରିଥାନ୍ତା। ନିୟମ ହେତୁ ଏମାନଙ୍କ ମୁହଁ ଆମେ ଦେଖାଇ ପାରୁନାହୁଁ। ତେବେ ଘଟଣାକୁ ନେଇ ପୋଲିସ କି ପଦକ୍ଷେପ ନେଉଛି ତାକୁ ଦେଖିବା ବାକି ରହିଲା। ଅବଶ୍ୟ ଏନେଇ ସେମାନଙ୍କୁ ଘରେ ରଖିଥିବା ଦମ୍ପତିଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ଆମର। ଯଦି ଯାଞ୍ଚ କରାଯାଏ ତେବେ ରାଜଧାନୀ ଭୁବନେଶ୍ୱରରେ ଏମିତି ଅନେକ ନାବାଳକ ଓ ନାବାଳିକା ହୋଟେଲରୁ ଆରମ୍ଭ କରି ଘରୋଇ କାର୍ଯ୍ୟରେ ନିଯୁକ୍ତ ଅଛନ୍ତି ଦେଖିବାକୁ ମିଳିବ। ଆଉ ନିର୍ଯାତିତ ମଧ୍ୟ ହେଉଛନ୍ତି। କ'ଣ କିଛି କାର୍ଯ୍ୟାନୁଷ୍ଠାନ ହେଲେ ଏ ସ୍ଥିତି ବଦଳିଯିବ କି? ଉତ୍ତର ତ ଆମମାନଙ୍କ ପାଖରେ। ଦର୍ଶକ ବନ୍ଧୁ, ହୁଏତ ମିଲି ଆଉ ଲିସାଙ୍କ ପରିବାର ଖୁବ୍ ଗରିବ ହୋଇପାରନ୍ତି, କିନ୍ତୁ ସରକାରଙ୍କ ଯୋଜନା ଅନୁସାରେ ସେମାନେ ଥଇଥାନ ହୋଇପାରିବେ। ଯାହା ସଚେତନତା ଅଭାବରୁ ହେଉ କିମ୍ବା ପ୍ରଶାସନ ଏମାନଙ୍କ ନିକଟରେ ପହଞ୍ଚି ପାରୁନଥିବାରୁ ଏହି ଗରିବ ଘରର ମୁରବୀମାନେ ନିଜ ଛୋଟ ଛୋଟ ପିଲାଙ୍କୁ ବାହାରେ କାମ କରିବାକୁ ପଠାଇ ଦେଉଛନ୍ତି। ଭୁବନେଶ୍ୱର ରାଜାଙ୍କ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା।